ସୁକିନ୍ଦା କ୍ଷୁଦ୍ର ଜଳସେଚନ ଉପବିଭାଜନ କାର୍ଯ୍ୟାଳୟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ। ସୁକିନ୍ଦା କ୍ଷୁଦ୍ର ଜଳସେଚନ ଉପବିଭାଜନ କାର୍ଯ୍ୟାଳୟରେ ମଙ୍ଗଳବାର ଦିବା 2 ଘଟିକା ସମୟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ପାଣି ପଞ୍ଚାୟତ ଯୋଜନାକୁ ଗୁଣାତ୍ମକ ପଦ୍ଧତିରେ ସଫଳ ଓ ଦୀର୍ଘସ୍ଥାୟୀ କରିବାକୁ ଏହି ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି ବୋଲି ସମବାୟ ହସ୍ତତନ୍ତ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ଡକ୍ଟର ପ୍ରଦୀପ ସାମନ୍ତଙ୍କ ପ୍ରତିନିଧି ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଯାଜପୁର କ୍ଷୁଦ୍ର ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ସଞ୍ଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପକ୍ଷ ପାଳନ ସମାରୋହ ଅନୁଷ୍ଠିତ ହେବା ସହ ସହକାରୀ ନିର୍ବାହୀ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ଉପବିଭାଜନ ବର୍ଚଣା ତ୍ରିଲୋଚନ ବେହେରା ମଞ୍ଚ ପରିଚାଳନା କରିବା ସହ ସହଭାଗୀ ଜଳସେଚନ ପରିଚାଳନା ମାଧ୍ୟମରେ ସମସ୍ତ ଚାଷୀ ମିଳିମିଶି ସୁଷମ ତଥା ସମାନୁପାତିକ ଜଳ ବଣ୍ଟନକୁ ଗୁରୁତ୍ୱ ପ୍ରଦାନ କରି ଜଳ ବଣ୍ଟନ ଜନିତ ବିବାଦର ଗଣତାନ୍ତ୍ରିକ ପଦ୍ଧତିରେ ଆପୋଷ ସମାଧାନ କରିବା ଆବଶ୍ୟକ ବୋଲି ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରେ ବକ୍ତୃତା ପ୍ରବନ୍ଧ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ସେହିପରି ପାଣିର ସୁପରିଚାଳନା ଉପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ମଡେଲ ପ୍ରଦର୍ଶନ କରାଯାଇଥିଲା। ଏହି ସମସ୍ତ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ବିଶେଷ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ବିପିନ କୁମାର ସେଠୀ, ଦଲକି ପାଣି ପଞ୍ଚାୟତ ସମ୍ପାଦକ ଲାଲମୋହନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସରକାରୀ ଯନ୍ତ୍ରୀ ରତିକାନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା। ଗୋଟା ହେଉଛି ବାର୍ଷିକ ଉତ୍ସବ ପାଳନ କରାହେଉଛି ପାଣି ପଞ୍ଚାୟତ ମାଧ୍ୟମରେ। ଏଠି ଚାଷୀ ଭାଇମାନଙ୍କୁ ପ୍ରତିବର୍ଷ କିପରି ସେମାନଙ୍କର ଉନ୍ନତି ହେବ, କିପରି ସେମାନେ ଆଗକୁ ଯିବେ ଏବଂ ବିଭିନ୍ନ ଯନ୍ତ୍ରପାତି ଦ୍ୱାରା କେମିତି ତାଙ୍କର ଚାଷ କାର୍ଯ୍ୟ ଆହୁରି ଆଗକୁ ବଢ଼ିବ ସେଥିପ୍ରତି ସେମାନଙ୍କୁ ସଚେତନ କରାଯାଉଛି। ଆଉ ଯେହେତୁ 2 ବର୍ଷ ହେଲା ବର୍ତ୍ତମାନ ଆମର ଏଇ ଯେଉଁ ଅଧୁରା ସ୍ୱପ୍ନ ଥିଲା ତାହା ଆଜି ସାକାର ହେଇଛି। ଆଜି ସବୁରି ଚାଷୀଙ୍କ ମୁହଁରେ ଆଜି ହସ ଫୁଟିଛି। ଯାହା ହଉ ଆମର ଏଭଳି ଯେଉଁ ପରିସ୍ଥିତି ଦେଇ ଗତି କରୁଥିଲା ଜମି ଆଜି ଜଳସେଚିତ ହେଇଛି। ବହୁତ ବହୁତ ଧନ୍ୟବାଦ। ଆଉ ସେମାନଙ୍କୁ ସେମାନଙ୍କର ଏଇ ବାର୍ଷିକ ଉତ୍ସବ ଦ୍ୱାରା ସବୁ ଚାଷୀ ଭାଇମାନେ କେମିତି ଆଗକୁ ଯିବେ, କେମିତି ଭଲ ଚାଷ କରିପାରିବେ, ରବି ଋତୁରେ ରବି ଫସଲ ହେଇପାରିବ, ଖରିଫ ଋତୁରେ ଖରିଫ ଚାଷ ହେଇପାରିବ, ଆଉ କେମିତି ଆହୁରି ମଜବୁତ କରାହେବ, ତ୍ୱରାନ୍ୱିତ ହେବ ଚାଷ କାର୍ଯ୍ୟ, ସେଥିପ୍ରତି ସଚେତନ କରାହେଉଛି ବାର୍ଷିକ ଉତ୍ସବ ମାଧ୍ୟମରେ। ଆଉ ସବୁ ବର୍ଷ ପରି এই ବର୍ଷ ମଧ୍ୟ ପାଣି ପଞ୍ଚାୟତ ପକ୍ଷ ପାଳନ ଡିସେମ୍ବର 22 ରୁ ଜାନୁଆରୀ 5 ଅଲ୍ ଓଡ଼ିଶା এটা সেলিব্রেশন করা হচ্ছে। এটা 3টা লেভেলে হচ্ছে, গোটে হচ্ছে ডিভিजन লেভেল, ডিস্ट्रिक्ट লেভেল এবং স্টেট লেভেল। डिविजन लेवलटा तो आज आमर करागला सुकिंदा सब डिविजन ऑफिस रे। डिस्ट्रिक्ट लेवलटा 29 डिसेंबर रे हबो आमर जाजपुर इंडोर स्टेडियम रे। और स्टेट लेवलटा आमर जनवरी 5 तारिख रे हबो स्टेट लेवल, जोटी कि आमर रेस्पेक्टेड चीफ मिनिस्टर सांग चेयरपर्सन सेडा हबो। तापर आज रे पक्ष पालन रो उद्देश्य होची पानी पंचायत मानकर एटा गोटे होची सेलिब्रेशन। आज रे डे रे से माने एकाठी समस्त गैदरिंग हेबे ओ हमकर जहा अछि से माने प्रोजेक्ट को नहीं हो कि तांकर आभिमुख्य हो बैठक हो से विषय पुखारी पुखार तर्जमा है। समस्ते आम चाषी माई जो मैंने रिप्रेजेंटेटिव दी जाते से सुंदर मतामत देते रेस्पेक्टेड गेस्ट जी आसले भी से भी आज पानी पंचायत को लेकिन केमती आम पानी को इक्वाली डिस्ट्रीब्यूट करवा, केवल ऊपर मुंडर चाषी मैंने नहीं तल मुंडर चाषी मैंने भी पानी पाइपर से विषय भी सम्यक आलोचना है। एवं पानी पंचायत कौन रेस्पॉन्सिबिलिटी कौन ड्यूटी रोचे केमती से मंथली लेवल गोटे गोटे मीटिंग रखिए, रिजोल्यूशन रखिए और रिजोल्यूशन से जहाँ डिसीजन नेले ताको केमती फील्ड इम्प्लीमेंट करा हबो कंसर्न जेईएसटी को लेके से विषय भी डिस्कशन करागला।